ଶୁଭ ସକାଳ ପିଲାମାନେ। ତୁମେମାନେ କେମିତି ଅଛ? ଭଲରେ ଅଛ? ସମସ୍ତେ ଭଲରେ ଅଛ? ବହୁତ ବଢିଆ। ସମସ୍ତେ ଖାଇକି ଆସିଛ ତ? ହଁ, ସମସ୍ତେ ଖାଇଛ? ଓକେ। ହଁ ହଁ, ମୁଁ ବି ଖାଇଛି। ପିଲାମାନେ, ଆଜିର ଏହି ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ, ଆଜି ଆମେ ତୁମ ବିଜ୍ଞାନ ବହି ଜିଜ୍ଞାସାର ଷଷ୍ଠ ଶ୍ରେଣୀର ପ୍ରସଙ୍ଗ ଜୀବଜଗତର ବିବିଧତା ପାଠ 2 ବିଷୟରେ ଆଲୋଚନା କରିବା। ଆଜିର ଶିକ୍ଷଣ ଉଦ୍ଦେଶ୍ୟ ଉଦ୍ଭିଦମାନଙ୍କର ଶ୍ରେଣୀ ବିଭାଗକୁ ବୁଝିବା। ଦ୍ୱିତୀୟରେ ପର୍ଯ୍ୟବେକ୍ଷଣର ବିଭିନ୍ନ ଆଧାର ଗୁଡ଼ିକ ଜାଣିବା। ଆଉ ଉଦ୍ଭିଦମାନଙ୍କର ବିଭିନ୍ନ ବୈଶିଷ୍ଟ୍ୟକୁ ଜାଣିବା। ପିଲାମାନେ, ଆମ ଚତୁଃପାର୍ଶ୍ୱରେ ଥିବା ଉଦ୍ଭିଦମାନଙ୍କ ମଧ୍ୟରେ ଥିବା ବିବିଧତା ବିଷୟରେ ଆଜି ଆମେ ଜାଣିବା। ପର୍ଯ୍ୟବେକ୍ଷଣ ଏବଂ ଶ୍ରେଣୀ ବିଭାଗର ଏକ ସ୍ପଷ୍ଟ ଚିତ୍ର। ଆମ ଚତୁଃପାର୍ଶ୍ୱରେ ଥିବା ଉଦ୍ଭିଦମାନଙ୍କ ମଧ୍ୟରେ ଥିବା ବିବିଧତା, ପର୍ଯ୍ୟବେକ୍ଷଣ ଏବଂ ଶ୍ରେଣୀ ବିଭାଗର ଏକ ସ୍ପଷ୍ଟ ଚିତ୍ର। ପିଲାମାନେ, ନୀତିବାଣୀର ଏକ ଶ୍ଲୋକ, ଛାୟା ମନାସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ୱୟଂ ମାତପେ ଫଳାନ୍ୟପି ପରାର୍ଥୟା ବୃକ୍ଷାଃ ସତ୍ପୁରୁଷା ଇବ। ଅର୍ଥାତ୍ ଗଛ ନିଜେ ଖରାରେ ରହି ଅନ୍ୟମାନଙ୍କୁ ଛାଇ ଦେବା ସହିତ ଫୁଲ ଫଳ ମଧ୍ୟ ପ୍ରଦାନ କରିଥାଏ। ଏଥିରୁ ଜଣାପଡ଼େ ଗଛର ମହାନତା ବିଷୟରେ। ଜୀବ ବିବିଧତା, ବାୟୋଡାଇଭର୍ସିଟି, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ ସେହି ଅଞ୍ଚଳର ଜୀବ ବିବିଧତାକୁ ସୂଚାଇଥାଏ। ପିଲାମାନେ, ଆଜି ଆମେ ଜାଣିବା ପର୍ଯ୍ୟବେକ୍ଷଣର ଆଧାର ଗୁଡ଼ିକ କ'ଣ କ'ଣ। ଉଦ୍ଭିଦକୁ ପର୍ଯ୍ୟବେକ୍ଷଣ କଲାବେଳେ ପତ୍ରର ବିଭିନ୍ନ ଆକୃତି ଏବଂ ସଜ୍ଜୀକରଣକୁ ଆମେ ଆଧାର ଆକାରରେ ନେଇଥାଉ। ତାପରେ ଫୁଲର ରଙ୍ଗ, ଫୁଲର ଆକୃତି ଏବଂ ଫୁଲର ସୁଗନ୍ଧରେ ଥିବା ଭିନ୍ନତାକୁ ବି ଆମେ ଆଧାର ଆକାରରେ ନେଇଥାଉ। ତା ପରବର୍ତ୍ତୀ ଆଧାର କାଣ୍ଡ ଏବଂ ଉଚ୍ଚତା। କାଣ୍ଡର ମୋଟେଇ, ଶକ୍ତ କିମ୍ବା କୋମଳ ଗୁଣ ବିଶିଷ୍ଟ ଏବଂ ଗଛର ସାମଗ୍ରିକ ଉଚ୍ଚତା। ପିଲାମାନେ, ଏବେ ସୂକ୍ଷ୍ମ ନିରୀକ୍ଷଣ, କାଣ୍ଡ ଓ ପତ୍ରର ବିଶେଷତ୍ୱ। ପ୍ରଥମେ ଆମେ କାଣ୍ଡର ବିଶେଷତ୍ୱ ବିଷୟରେ ଜାଣିବା। ପରଦାରେ ଦିଶୁଥିବା ପ୍ରଥମ କାଣ୍ଡଟି ସବୁଜ ରଙ୍ଗର ଏବଂ ଏହା କୋମଳ ନା ଶକ୍ତ? ପିଲାମାନେ, ଏ କାଣ୍ଡଟି କୋମଳ, ବହୁତ ବଢିଆ। ଆଉ ଏ କାଣ୍ଡଟି, ପ୍ରଥମ କାଣ୍ଡଟି ସରୁ ନା ମୋଟା? ବହୁତ ବଢିଆ, ସରୁ। ଏ କାଣ୍ଡଟି ସରୁ ଅଟେ ଏବଂ ଦ୍ୱିତୀୟ କାଣ୍ଡଟି ଶକ୍ତ ଅଟେ ଏବଂ ଦ୍ୱିତୀୟ କାଣ୍ଡଟି ମୋଟା ମଧ୍ୟ ଅଟେ। ଏମାନେ ତ ସବୁ ଜାଣିଛ, ବହୁତ ବଢିଆ। ତାପରେ ଆମେ ପତ୍ରର ବିଶେଷତ୍ୱ ବିଷୟରେ ଜାଣିବା। ପତ୍ରର ଆକୃତି କିପରି, ଡାଳରେ ପତ୍ର ଗୁଡ଼ିକ କିପରି ସଜ୍ଜିତ ହୋଇଛି, ଏ ବିଷୟରେ ଜାଣିବା। ଆମେ ପ୍ରଥମ ଚିତ୍ରରେ ପିଲାମାନେ ତୁମେ କ'ଣ ଦେଖିପାରୁଛ? ଗୋଟିଏ ଘାସର ଚିତ୍ର। এই ଘାସରେ ପତ୍ର ଗୁଡ଼ିକ ସରୁ, ପତ୍ରର ଶିରା ସମାନ୍ତରାଳ ଶିରା ବିନ୍ୟାସ ହୋଇକରି ଅଛି। ଦ୍ୱିତୀୟରେ ଆମେ ଆଉ ଗୋଟିଏ ଗଛର ଡାଳ ଦେଖିପାରୁଛେ। ପିଲାମାନେ କହିଲ, ଇଏ କୋଉ ଗଛର ପତ୍ର? ବହୁତ ବଢିଆ। ଇଏ ପିଲାମାନେ, ଇଏ ହଉଛି ମନ୍ଦାର ଗଛର ପତ୍ର। ମନ୍ଦାର ଗଛକୁ ଇଂରାଜୀରେ ହିବିସ୍କସ୍ କୁହାଯାଏ। ତେଣୁ ସେଥିପାଇଁ ଏହା ହିବିସ୍କସ୍ ଷ୍ଟାଇଲ ଲିଭ୍ କୁହାଯାଉଛି। ହିବିସ୍କସ୍ ଷ୍ଟାଇଲ ଲିଭ୍ ବା ମନ୍ଦାର ଜାତୀୟ ପତ୍ର। ମନ୍ଦାର ଜାତୀୟ ପତ୍ରର ବିଶେଷତ୍ୱ ହେଲା ଏହା ଜାଲିକାକାର ଶିରା ବିଶିଷ୍ଟ ଏବଂ ବିପରୀତ ସଜ୍ଜା ବିଶିଷ୍ଟ ପତ୍ର ସମୂହ। ଏବେ ଆମେ କିଛି ତୁଳନାତ୍ମକ ଚିତ୍ର ତଥ୍ୟ ମାଧ୍ୟମରେ ବିଶ୍ଳେଷଣ କରିବା ତଥ୍ୟ ସଂଗ୍ରହ ଆଧାରରେ। ପ୍ରଥମେ ଉଦ୍ଭିଦ
ଆଉ ତାର କାଣ୍ଡ, ପତ୍ର, ଫୁଲ ଏବଂ ଅନ୍ୟାନ୍ୟ ଗୁଣ ଗୁଡ଼ିକ ଆମେ ଆଧାର ଆକାରରେ ନେଇଅଛୁ। ଉଦ୍ଭିଦରେ ପ୍ରଥମେ ଆମେ ଘାସ ଦେଖିବା। ଘାସର କାଣ୍ଡ କିପରି ହୋଇଥାଏ? ଘାସର କାଣ୍ଡ ସରୁ ଓ ଦୁର୍ବଳ ହୋଇଥାଏ। ଘାସର ପତ୍ର ହୋଇଥାଏ ସରୁ ପତ୍ର। ଆମେ ଆମେ ଏହା ପୂର୍ବରୁ ବି ଦେଖିଲେ ଘାସର ପତ୍ର ସରୁ ଏବଂ ସମାନ୍ତରାଳ ଶିରା ବିଶିଷ୍ଟ ହୋଇଥାଏ। ଆଉ ଘାସରେ ଫୁଲ ସାଧାରଣତଃ ନଥାଏ। ତାପରେ ଆମେ ଆଉ ଗୋଟିଏ ଉଦ୍ଭିଦ ଦେଖିବା, ଯିଏକି ତୁଳସୀ ବୃକ୍ଷ। ତୁଳସୀ ଗଛ ସବୁଆଡ଼େ ଆମ ପରିବେଶରେ ସବୁଠାରେ ଦେଖାଯାଉଥାଏ। ତୁଳସୀ ଗଛର କାଣ୍ଡ ଶକ୍ତ ଏବଂ ସରୁ। ତୁଳସୀ ଗଛର ପତ୍ର ଛୋଟ ପତ୍ର। ତୁଳସୀ ଗଛର ଫୁଲ ବହୁତ ଛୋଟ ଏବଂ ବାଇଗଣୀ ରଙ୍ଗର ହୋଇଥାଏ। ପିଲାମାନେ, ତୃତୀୟରେ ଆମେ ମନ୍ଦାର ଗଛର ପତ୍ର ବିଷୟରେ ଆଲୋଚନା କରିବା। ପିଲାମାନେ, ତୃତୀୟରେ ଆମେ ମନ୍ଦାର ଗଛ ବିଷୟରେ ଆଲୋଚନା କରିବା। ମନ୍ଦାର ଗଛର କାଣ୍ଡ ଶକ୍ତ ଏବଂ ସରୁ ହୋଇଥାଏ। ମନ୍ଦାର ଗଛର ପତ୍ର ସାମାନ୍ୟ ବଡ଼ ପତ୍ର ହୋଇଥାଏ। ମନ୍ଦାର ଗଛର ଫୁଲ ବିଭିନ୍ନ ରଙ୍ଗରେ ହୋଇଥାଏ। କେଉଁ କେଉଁ ରଙ୍ଗରେ ହୋଇଥାଏ ପିଲାମାନେ କହିବ? ହଁ, ୟେସ୍, ନାଲି। ବହୁତ ବଢ଼ିଆ। ନାଲି ରଙ୍ଗର ହୋଇଥାଏ, ଗୋଲାପୀ ରଙ୍ଗର ହୋଇଥାଏ, ଆଉ ବାଇଗଣୀ ରଙ୍ଗର ବି ହୋଇଥାଏ, ନୀଳ ରଙ୍ଗର ବି ହୋଇଥାଏ, ଧଳା ରଙ୍ଗର ବି ହୋଇଥାଏ। ବହୁତ ବଢ଼ିଆ। ତାପରେ ଆମେ ଦେଖିବା ନିମ୍ବ ଗଛ। ନିମ୍ବ ଗଛର କାଣ୍ଡ ବହୁତ ମୋଟା କାଣ୍ଡ ହୋଇଥାଏ। ନିମ୍ବ ଗଛର କାଣ୍ଡ ମୋଟା ହୋଇଥାଏ ଏବଂ ପତ୍ର ଛୋଟ ପତ୍ର, ଫୁଲ ଛୋଟ ଏବଂ ଧଳା ରଙ୍ଗର ହୋଇଥାଏ। ପିଲାମାନେ, ଆମେ କିପରି ଉଦ୍ଭିଦର ଶ୍ରେଣୀ ବିଭାଗ କରିବା, ବର୍ତ୍ତମାନ ସେ ବିଷୟରେ ଆମେ ଆଲୋଚନା କରିବା। ଉଦ୍ଭିଦର ଶ୍ରେଣୀ ବିଭାଗରେ ଆମେ ବିଭିନ୍ନ କାରକକୁ ବ୍ୟବହାର କରିଥାଉ। ଆମେ ବିଭିନ୍ନ କାରକକୁ ବ୍ୟବହାର କରିଥାଉ। ଯେମିତିକି ପ୍ରଥମ ସୋପାନରେ ଆମେ ଉଚ୍ଚତାକୁ ନେଇଥାଉ। ଉଚ୍ଚତା, ଗଛର ଉଚ୍ଚତା କେତେ? ଛୋଟ, ମଧ୍ୟମ ନା ଡେଙ୍ଗା? ସେହିପରି ଦ୍ୱିତୀୟ ସୋପାନରେ ଆମେ କାଣ୍ଡଟି କିପରି ସବୁଜ ଓ କୋମଳ ନା ଶକ୍ତ ଓ ମୋଟା? ତାପରେ ସୋପାନ 3ରେ ଆମେ ଶାଖାକୁ କାରକ ଭାବେ ନେଇଥାଉ। ଶାଖା କେଉଁଠାରୁ ବାହାରିଛି? ମାଟି ପାଖରୁ ନା ଗଛର ଉପର ଭାଗରୁ? ଏହି 3ଟି ପ୍ରଶ୍ନର ଉତ୍ତର ଆମକୁ ଉଦ୍ଭିଦର ପ୍ରକୃତ ଶ୍ରେଣୀ ଜଣାଇଥାଏ। ପିଲାମାନେ, ଏବେ ପିଲାମାନେ ଆମେ ଆଲୋଚନା କରିବା ଉଦ୍ଭିଦର ପ୍ରମୁଖ 3ଟି ଶ୍ରେଣୀ। ପ୍ରଥମ ଶ୍ରେଣୀରେ ଆମେ ଗୁଳ୍ମ ବିଷୟରେ ଆଲୋଚନା କରିବା। ଗୁଳ୍ମ ବା ଇଂରାଜୀରେ ଆମେ ତାକୁ ହର୍ବସ୍ କହିଥାଉ। ଗୁଳ୍ମର ବିଶେଷତ୍ୱ ହେଲା ଗୁଳ୍ମ ସବୁଜ ରଙ୍ଗର ହୋଇଥାଏ ଏବଂ କୋମଳ କାଣ୍ଡ ବିଶିଷ୍ଟ ହୋଇଥାଏ। ସାଧାରଣତଃ ଆକାରରେ ଗୁଳ୍ମ ବହୁତ ଛୋଟ। ଏହାର ଏକ ଉଦାହରଣ ହେଉଛି ଆମ ଚାରିପାଖରେ, ଆମ ପରିବେଶରେ ମିଳୁଥିବା ଘାସ। ଦ୍ୱିତୀୟରେ ବୁଦା ବା ଇଂରାଜୀରେ ଆମେ ତାକୁ ଶ୍ରବ୍ସ କହିଥାଉ। ବୁଦାର କାଣ୍ଡ ଶକ୍ତ କିନ୍ତୁ ଅଧିକ ମୋଟା ନୁହେଁ। ବୁଦାର କାଣ୍ଡ ଶକ୍ତ କିନ୍ତୁ ଅଧିକ ମୋଟା ନୁହେଁ। ଶାଖା ଗୁଡ଼ିକ ମାଟି ପାଖରୁ ବାହାରିଥାଏ। ଉଦାହରଣ ତୁଳସୀ ଗଛ, ଗଛ ଇତ୍ୟାଦି। ପିଲାମାନେ, ତୃତୀୟରେ ବୃକ୍ଷ ବା ଇଂରାଜୀରେ ଆମେ ତାକୁ ଟ୍ରି କହିଥାଉ। ବୃକ୍ଷର କାଣ୍ଡ ଅତ୍ୟନ୍ତ ଶକ୍ତ ଏବଂ ମୋଟା। ଶାଖା ଗୁଡ଼ିକ ଗଛର ଉପର ଭାଗରୁ ସାଧାରଣତଃ ବାହାରିଥାଏ। ଏହାର ଏକ ଉଦାହରଣ ହେଉଛି ନିମ୍ବ ଗଛ।
ପିଲାମାନେ ଉଦ୍ଭିଦର ଉଚ୍ଚତା ଏବଂ କାଣ୍ଡର ପ୍ରକୃତି ଆଧାରରେ ଆମେ କେମିତି ଶ୍ରେଣୀ ବିଭାଗ କରିବା ଚାଲ ଦେଖିବା। ପିଲାମାନେ ଆମେ କିଛି ଗଛର ପିଲାମାନେ ଆମେ କିଛି ଉଦ୍ଭିଦର ଉଚ୍ଚତା, କାଣ୍ଡର ପ୍ରକୃତି ଓ ଶାଖା ଗୁଡ଼ିକର ଉତ୍ପତ୍ତି ସ୍ଥାନ ଆଧାରରେ ଶ୍ରେଣୀ ବିଭାଗ କରିବା ଏବଂ ତାପରେ ଆମେ ଜାଣିବାକୁ ପାଇବା ଏ କେଉଁ ପ୍ରକାରର ଉଦ୍ଭିଦ। ଏବେ ଜାଣିବା ତ? ସମସ୍ତେ ଇଚ୍ଛୁକ ତ? ବହୁତ ବଢିଆ। ପିଲାମାନେ ଗଛର ନାମ ହେଲା ଆମ୍ବ। ଆମ୍ବ ଉଚ୍ଚତା କେମିତି ହେଇଥାଏ ପିଲାମାନେ? ଲମ୍ବା ହୋଇଥାଏ। ବହୁତ ବଢିଆ। କାଣ୍ଡର ପ୍ରକୃତି ମାଟିଆ ରଙ୍ଗର ସାଧାରଣତଃ ହୋଇଥାଏ ଏବଂ କାଣ୍ଡର ନମନୀୟତା, କାଣ୍ଡ ବହୁତ ଶକ୍ତ ହୋଇଥାଏ। କାଣ୍ଡର ମୋଟେଇ ମୋଟା ହୋଇଥାଏ। କାଣ୍ଡ ମୋଟା ହୋଇଥାଏ, ପତଳା ହୋଇନଥାଏ, ମାଟି ନିକଟରେ ନଥାଏ। ପିଲାମାନେ ଆମ୍ବ ଗଛର ଶାଖା ମାଟି ନିକଟରେ ନଥାଏ ଏବଂ ମାଟିଠୁ ବହୁତ ଉପରକୁ ଥାଏ, ଡାଳରୁ ଉପରକୁ ଉଠିଥାଏ। ଏଇଭଳି ଉଦ୍ଭିଦକୁ ଆମେ ଗଛ ଶ୍ରେଣୀଭୁକ୍ତ କରିପାରିବା। ଗୋଲାପ ଗଛର ଉଚ୍ଚତା ମଧ୍ୟମ ଧରଣର। ଏହାର କାଣ୍ଡର ପ୍ରକୃତି ଏହା ମାଟିଆ ରଙ୍ଗର ହୋଇଥାଏ ଏବଂ ଏହାର କାଣ୍ଡ ଶକ୍ତ ହୋଇଥାଏ ଏବଂ ଏହାର କାଣ୍ଡ ପତଳା ମଧ୍ୟ ହୋଇଥାଏ। ଶାଖା ଗୁଡ଼ିକର ଉତ୍ପତ୍ତି ସ୍ଥାନ ଯଦି ଆମେ ଦେଖିବା ତାହେଲେ ମାଟି ନିକଟରେ ଗୋଲାପ ଗଛର ଶାଖା ଗୁଡ଼ିକ ମାଟି ନିକଟରେ ଥାଏ ଆଉ ଡାଳ ଉପରକୁ ଉଠି ନଥାଏ। ଏହାର ଅର୍ଥ ହେଲା ଡାଳ ଗୁଡ଼ିକ ବେଶୀ ଉପରକୁ ନଥାଏ। ଏଇଭଳି ଗଛକୁ ଆମେ କଣ କହିବା? ବୁଦା ଶ୍ରେଣୀଭୁକ୍ତ କରିପାରିବା। ବୁଝିପାରିଲ ପିଲାମାନେ? ଏବେ ଆମେ ଯିବା ଟମାଟୋ ଗଛକୁ ଅନୁଧ୍ୟାନ କରିବା। ଟମାଟୋ ଗଛ ଉଚ୍ଚତାରେ ବହୁତ ଛୋଟ ହୋଇଥାଏ ଏବଂ ଏହାର କାଣ୍ଡର ପ୍ରକୃତି ଏହା ସବୁଜ ରଙ୍ଗର ହୋଇଥାଏ ଏବଂ ଏହାର କାଣ୍ଡ କୋମଳ ହୋଇଥାଏ, ଯୋଉଟା କି ଆମେ ହାତରେ ଧରିକି ତାକୁ ଭାଙ୍ଗି ପାରିବା, ସେଥିରୁ ଆମେ ଜାଣିପାରିବା ଏବଂ କାଣ୍ଡ ପତଳା ମଧ୍ୟ ହୋଇଥାଏ। ଶାଖା ଗୁଡ଼ିକର ଉତ୍ପତ୍ତି ସ୍ଥାନ ଯଦି ଆମେ ଦେଖିବା ତାହେଲେ ଏହା ମାଟି ନିକଟରେ ଥାଏ। ଆଉ ଡାଳ ଉପରକୁ ଉଠି ନଥାଏ। ଏଇଭଳି ପ୍ରକାରର ଉଦ୍ଭିଦକୁ ଆମେ ସାଧାରଣତଃ ଗୁଳ୍ମ କହିଥାଉ। ବୁଝିପାରିଲ ପିଲାମାନେ? ଏବେ ଆମେ ଆଉ କିଛି ଉଦ୍ଭିଦକୁ ଅନୁଧ୍ୟାନ କରିବା। ଏବେ ଆମେ ପିଜୁଳି ଗଛ ଆମ ପରିବେଶରେ ସବୁଆଡେ ଦେଖାଯାଏ। ଏହାର ଉଚ୍ଚତା ଏହା ଲମ୍ବା ହୋଇଥାଏ। କାଣ୍ଡର ପ୍ରକୃତିକୁ ଯଦି ଆମେ ଦେଖିବା, ଅନୁଧ୍ୟାନ କରିବା, ତାହେଲେ ଏହା ମାଟିଆ ରଙ୍ଗର ହୋଇଥାଏ। ଏହାର କାଣ୍ଡ ଶକ୍ତ ମଧ୍ୟ ହୋଇଥାଏ। କାଣ୍ଡର ପ୍ରକୃତି ମୋଟା ମଧ୍ୟ ହୋଇଥାଏ। ଶାଖା ଗୁଡ଼ିକର ଉତ୍ପତ୍ତି ସ୍ଥାନକୁ ଯଦି ଦେଖିବା, ମାଟି ନିକଟରେ ଶାଖା ଗୁଡ଼ିକ ନଥାଏ, ଯେହେତୁ ଏ ଗଛ ବହୁତ ଉଚ୍ଚତା ବିଶିଷ୍ଟ ହୋଇଥାଏ। ଡାଳ ଉପରକୁ ଉଠିଥାଏ। ଏଇଭଳି ଉଦ୍ଭିଦକୁ ଆମେ ଗଛ ଶ୍ରେଣୀଭୁକ୍ତ କରିପାରିବା। ପିଲାମାନେ ଏବେ ଆମେ ଗୋଟିଏ ଫୁଲ ଗଛର ଅନୁଧ୍ୟାନ କରିବା। ଏ ଫୁଲ ଗଛଟି ହେଉଛି ମଲ୍ଲି ଫୁଲ ଗଛ, ଯାହାକୁ ଆମେ ଇଂରାଜୀରେ ଜାସ୍ମିନ୍ ବୋଲି କହିଥାଉ। ଏହାର ଉଚ୍ଚତା ମଧ୍ୟମ ଧରଣର ହୋଇଥାଏ। କାଣ୍ଡର ପ୍ରକୃତିକୁ ଯଦି ଆମେ ଦେଖିବା ତାହେଲେ ଏହା ସବୁଜ ରଙ୍ଗର ହୋଇଥାଏ। ଏହାର କାଣ୍ଡ ଶକ୍ତ ମଧ୍ୟ ହୋଇଥାଏ। ଏହାର କାଣ୍ଡ ମୋଟା ହୋଇନଥାଏ। ଏହାର କାଣ୍ଡ ବହୁତ ପତଳା ହୋଇଥାଏ, ବହୁତ ନମନୀୟ ମଧ୍ୟ ହୋଇଥାଏ। ଏହାର କାଣ୍ଡ ପତଳା ହୋଇଥାଏ। ଶାଖା ଗୁଡ଼ିକର ଉତ୍ପତ୍ତି ସ୍ଥାନ ଯଦି ଦେଖିବା ତାହେଲେ ମାଟି ନିକଟରେ ଏହାର ଶାଖା ଗୁଡ଼ିକ ଥାଏ। ଏହିଭଳି ଉଦ୍ଭିଦକୁ ଆମେ ବୁଦା ଶ୍ରେଣୀଭୁକ୍ତ କରିପାରିବା। ପିଲାମାନେ ଆଉ ଗୋଟିଏ ଗଛ, ତାର ନାଁ ହେଉଛି ପୁଦିନା ଗଛ। ପୁଦିନା ଗଛ ଆମ ବାଡ଼ିରେ ଖୁବ୍ ସହଜରେ ମିଳିପାରିବ। ପୁଦିନା ଗଛର ପତ୍ର ଆମେ ରୋଷେଇରେ
ବ୍ୟବହାର କରୁ। ପୁଦିନା ଗଛକୁ ଇଂରାଜୀରେ ମିଣ୍ଟ ବୋଲି କୁହାଯାଏ। ପୁଦିନା ଗଛର ଉଚ୍ଚତା ବହୁତ ଛୋଟ, କାଣ୍ଡର ପ୍ରକୃତି ସବୁଜ ରଙ୍ଗର, କାଣ୍ଡ କୋମଳ ହୋଇଥାଏ ଏବଂ କାଣ୍ଡ ପତଳା ମଧ୍ୟ ହୋଇଥାଏ। ଶାଖା ଗୁଡ଼ିକର ଉତ୍ପତ୍ତି ସ୍ଥାନ ଯଦି ଦେଖିବା ତାହେଲେ ଏହା ମାଟି ନିକଟରେ ହିଁ ଥାଏ। ଏଇଭଳି ଉଦ୍ଭିଦକୁ ଆମେ ଗୁଳ୍ମ ଶ୍ରେଣୀଭୁକ୍ତ କରିପାରିବା। ଏବେ ପିଲାମାନେ ପରଦାରେ 3ଟି ଗଛ ପିଜୁଳି, ମଲ୍ଲି ଏବଂ ପୁଦିନା ସ୍କ୍ରିନରେ ଦୃଶ୍ୟମାନ ହେଉଅଛି। ତୁମେମାନେ ଦେଖିକରି ଜାଣିପାରିବ। ପିଲାମାନେ ପରିବେଶ ପର୍ଯ୍ୟବେକ୍ଷଣ ପ୍ରକୃତି ଭ୍ରମଣ ମାଧ୍ୟମରେ ଜାଣିବା। ଆସ ଆଉ କିଛି ଅଧିକ ପର୍ଯ୍ୟବେକ୍ଷଣ କରିବା ପାଇଁ ପୁଣି ଥରେ ପ୍ରକୃତି ଭ୍ରମଣରେ ଯିବା। ଏହା ଆମର ପ୍ରୟୋଗାତ୍ମକ କାର୍ଯ୍ୟକ୍ରମର ଏକ ଅଂଶ। ବିଭିନ୍ନ ଉଦ୍ଭିଦର ଉଚ୍ଚତାକୁ ଭଲ ଭାବରେ ପିଲାମାନେ ଦେଖ। ଏହି ଉଦ୍ଭିଦ ଗୁଡ଼ିକ ତୁମଠାରୁ ଉଚ୍ଚତାରେ ଛୋଟ, ତୁମ ଉଚ୍ଚତା ଭଳି କିମ୍ବା ତୁମଠାରୁ ଅଧିକ ଉଚ୍ଚର କି ଏହାକୁ ତୁମର ଆଣିଥିବା ଖାତାରେ ଲେଖ। କାଣ୍ଡର ରଙ୍ଗ ବାଦାମୀ ନା ସବୁଜ। ସେମାନଙ୍କର କାଣ୍ଡକୁ ସ୍ପର୍ଶ କର ଏବଂ ଅନୁଭବ ମଧ୍ୟ କର। ସେମାନଙ୍କୁ ଧୀରେ ଧୀରେ ବଙ୍କା କରିବାକୁ ଚେଷ୍ଟା କର। ତୁମେ କାଣ୍ଡକୁ ସହଜରେ ବଙ୍କା କରିପାରିଲ କି ନାହିଁ, ଡାଳ ଯେପରି ଭାଙ୍ଗିବ ନାହିଁ ସେଥିପ୍ରତି ଧ୍ୟାନ ଦିଅ। କେବଳ ତୁମେମାନେ ବଙ୍କା ହିଁ କରିବ, ଭାଙ୍ଗିବ ନାହିଁ। ହେଲା ପିଲାମାନେ? ଏହା ବ୍ୟତୀତ ଉଦ୍ଭିଦର ଶାଖା ଗୁଡ଼ିକ କେଉଁଠାରୁ ବାହାରେ ତାହା ମଧ୍ୟ ନିରୀକ୍ଷଣ କର। ସେମାନେ ମାଟିକୁ ଲାଗି ରହିଥାନ୍ତି କିମ୍ବା କାଣ୍ଡ ଉପରୁ ବାହାରିଛନ୍ତି, ଏଗୁଡ଼ିକ ଅନୁଧ୍ୟାନ କର। କଲ ପିଲାମାନେ? ସମସ୍ତେ ନିଜ ନିଜ ଖାତାରେ ଲେଖିକି ରଖ। ବିଭିନ୍ନ ପ୍ରକାର ଉଦ୍ଭିଦର କାଣ୍ଡ, ପତ୍ର, ଫୁଲ ଆଦି ଅଂଶର ବୈଶିଷ୍ଟ୍ୟରେ ଭିନ୍ନତା ଥିବାର ତୁମେମାନେ ଦେଖିଥିବ। ପିଲାମାନେ ବିଭିନ୍ନ ଉଦ୍ଭିଦର କାଣ୍ଡ ଗୁଡ଼ିକର ମୋଟେଇ, ଉଚ୍ଚତା ଏବଂ କଠିନତା ଭିନ୍ନ ଭିନ୍ନ ହୋଇଥିବା ବେଳେ ପତ୍ରର ଆକୃତି, ରଙ୍ଗ, ଆକାର ଏବଂ ସଜ୍ଜୀକରଣ ଭିନ୍ନ ଭିନ୍ନ ମଧ୍ୟ ହୋଇଥାଏ। ପିଲାମାନେ ଏବେ ତୁମେମାନେ ଗୁଳ୍ମ, ବୁଦା ଓ ଗଛ ମଧ୍ୟରେ କେଉଁ ସବୁ ପାର୍ଥକ୍ୟ ଦେଖୁଛ? କେତେକ ଉଦ୍ଭିଦ ଡେଙ୍ଗା ହୋଇଥାନ୍ତି ଏବଂ ସେଗୁଡ଼ିକର କାଣ୍ଡ ଶକ୍ତ, ମୋଟା, ବାଦାମୀ ଏବଂ କଠିନ ଡାଳ ବିଶିଷ୍ଟ ହୋଇଥାଏ। ସେଗୁଡ଼ିକର ଶାଖା ଗୁଡ଼ିକ ସାଧାରଣତଃ ଉଚ୍ଚ ଓ ମାଟିଠାରୁ ଦୂରରେ ବାହାରିଥାନ୍ତି। ସେଗୁଡ଼ିକୁ ଆମେ ବୃକ୍ଷ କିମ୍ବା ଗଛ କହିଥାଉ। ଉଦାହରଣ ସ୍ୱରୂପ ଆମ୍ବ ଗଛ। କେତେକ ଉଦ୍ଭିଦ ବୃକ୍ଷ ଭଳି ଲମ୍ବା ହୋଇନଥାଏ। ଏଗୁଡ଼ିକରେ ଅନେକ ବାଦାମୀ କାଣ୍ଡ ଥାଏ, ଯାହା ମାଟିର ବହୁତ ନିକଟରୁ ବାହାରିଥାନ୍ତି। ଏହି କାଣ୍ଡ ଗୁଡ଼ିକ ଶକ୍ତ କିନ୍ତୁ ବୃକ୍ଷର କାଣ୍ଡ ଭଳି ମୋଟା ନୁହନ୍ତି। ଏହି ଉଦ୍ଭିଦକୁ ବୁଦା କୁହାଯାଏ। ଉଦାହରଣ ସ୍ୱରୂପ ଆମର ଗୋଲାପ ଗଛ। ବୁଝିପାରିଲ ପିଲାମାନେ? କେତେକ ଉଦ୍ଭିଦ ସାଧାରଣତଃ ଛୋଟ, କୋମଳ ଓ ସବୁଜ କାଣ୍ଡ ବିଶିଷ୍ଟ ହୋଇଥାନ୍ତି। ପିଲାମାନେ ଏଗୁଡ଼ିକୁ ଗୁଳ୍ମ କୁହାଯାଏ। ଉଦାହରଣ ସ୍ୱରୂପ ଟମାଟୋ ଗଛ। ଦୁର୍ବଳ କାଣ୍ଡ ଥିବା କେତେକ ଉଦ୍ଭିଦ ଚଢ଼ିବା ଏବଂ ମାଡ଼ିବା ପାଇଁ ଆଶ୍ରୟ ଆବଶ୍ୟକ କରନ୍ତି। ପିଲାମାନେ ସେଇଭଳି ଉଦ୍ଭିଦକୁ ଆମେ ଲତା କହିଥାଉ। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଆଶ୍ରିତ ଲତା କହୁଥିବା ବେଳେ ଅନ୍ୟ କେତେକଙ୍କୁ ଆମେ ବିନା ଆଶ୍ରିତ ଲତା କହିଥାଉ। ଆଶ୍ରୟ ନେଇ ବଢୁଥିବା ଲତାକୁ ଆମେ ଆଶ୍ରିତ ଲତା କହିଥାଉ ଏବଂ ବିନା ଆଶ୍ରୟରେ ମାଟିରେ ମାଡୁଥିବା ଲତାକୁ ବିନା ଆଶ୍ରିତ ଲତା କୁହାଯାଏ। ପିଲାମାନେ ପ୍ରକୃତିର ସୁନ୍ଦର ସନ୍ତୁଳନ ଆମ ବୃକ୍ଷ, ବୁଦା, ଗୁଳ୍ମ ମାନଙ୍କ ଦ୍ୱାରା ସମ୍ଭବ ହୋଇଥାଏ। ବିବିଧତା କେବଳ ପାର୍ଥକ୍ୟର ଏକ ତାଲିକା ନୁହେଁ। ଗୁଳ୍ମ, ବୁଦା ଏବଂ ବୃକ୍ଷ ଏକାଠି ମିଶି
ଏକ ସମ୍ପୂର୍ଣ୍ଣ ଏବଂ ସୁସ୍ଥ ପରିବେଶ ସୃଷ୍ଟି କରନ୍ତି। ଶ୍ରେଣୀ ବିଭାଗ ଆମକୁ ଏହି ପ୍ରାକୃତିକ ସନ୍ତୁଳନ ବୁଝିବାରେ ସାହାଯ୍ୟ କରେ। ପିଲାମାନେ, ବିବିଧତା କେବଳ ପାର୍ଥକ୍ୟର ଏକ ତାଲିକା ନୁହେଁ। ଗୁଳ୍ମ, ବୁଦା ଏବଂ ବୃକ୍ଷ ଏକାଠି ମିଶି ଏକ ସମ୍ପୂର୍ଣ୍ଣ ଏବଂ ସୁସ୍ଥ ପରିବେଶ ସୃଷ୍ଟି କରନ୍ତି। ଶ୍ରେଣୀ ବିଭାଗ ଆମକୁ ଏହି ପ୍ରାକୃତିକ ସନ୍ତୁଳନ ବୁଝିବାରେ ସାହାଯ୍ୟ କରେ। ପିଲାମାନେ, ଏବେ ତୁମ ପାଇଁ କିଛି ପ୍ରଶ୍ନ। ପିଲାମାନେ, ଉଦ୍ଭିଦ ମାନଙ୍କର ପର୍ଯ୍ୟବେକ୍ଷଣର ଆଧାର ଗୁଡ଼ିକ କଣ କଣ? ଏହାର ଉତ୍ତର ହେଲା, ଉଦ୍ଭିଦ ମାନଙ୍କର ପର୍ଯ୍ୟବେକ୍ଷଣ କଲାବେଳେ ଆମେ ପତ୍ରର ବିଭିନ୍ନ ଆକୃତି ଏବଂ ଏହାର ସଜ୍ଜୀକରଣ, ଫୁଲର ରଙ୍ଗ, ଆକୃତି ଆଉ ସୁଗନ୍ଧ ଏବଂ କାଣ୍ଡର ମୋଟେଇ, ନମନୀୟତା ଆଉ ଉଚ୍ଚତାକୁ ଆଧାର ଭାବେ ନେଇଥାଉ। ଦ୍ୱିତୀୟରେ, ଉଦ୍ଭିଦ ମାନଙ୍କର ପ୍ରମୁଖ ଶ୍ରେଣୀ ଗୁଡ଼ିକ କଣ କଣ? ଉଦ୍ଭିଦ ମାନଙ୍କୁ ପ୍ରମୁଖ 3ଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ। ସେଗୁଡ଼ିକ ହେଲା, 1 ନମ୍ବରରେ ଆମର ପ୍ରଥମେ ଗୁଳ୍ମ, ଯାହାକୁ ଆମେ ଇଂରାଜୀରେ ହର୍ବସ ବୋଲି କହିଥାଉ। ଦ୍ୱିତୀୟରେ ବୁଦା, ଯାହାକୁ ଆମେ ଇଂରାଜୀରେ ଶ୍ରବ୍ସ ବୋଲି କହିଥାଉ। ତୃତୀୟରେ ବୃକ୍ଷ, ଯାହାକୁ ଆମେ ଇଂରାଜୀରେ ଟ୍ରି କହିଥାଉ। ତୃତୀୟ ପ୍ରଶ୍ନ ପିଲାମାନେ, ଗୁଳ୍ମ କାହାକୁ କୁହାଯାଏ? ଏକ ଉଦାହରଣ ଦେଇ ବୁଝାଅ। ପିଲାମାନେ, ଗୁଳ୍ମ ସାଧାରଣତଃ ସବୁଜ, କୋମଳ, କାଣ୍ଡ ବିଶିଷ୍ଟ, ଉଚ୍ଚତାରେ ଛୋଟ, ଯଥା ଘାସ ଏକ ଗୁଳ୍ମ ଅଟେ। ଚତୁର୍ଥ ପ୍ରଶ୍ନ ତୁମମାନଙ୍କ ପାଇଁ, ହିବିସ୍କସ୍ ଷ୍ଟାଇଲ ଲିଫ୍ କହିଲେ କଣ ବୁଝ? ପିଲାମାନେ, ଯେଉଁ ଗଛର ପତ୍ର ଜାଲିକାକାର ଶିରା ଏବଂ ବିପରୀତ ପତ୍ର ସଜା ବିଶିଷ୍ଟ ହୋଇଥାଏ, ସେହି ପତ୍ରକୁ ହିବିସ୍କସ୍ ଷ୍ଟାଇଲ ଲିଫ୍ ବା ପତ୍ର କୁହାଯାଏ। ଏହାକୁ ଆମେ ମନ୍ଦାର ଜାତୀୟ ପତ୍ର ବୋଲି କହିଥାଉ। ପଞ୍ଚମରେ, ଉଦ୍ଭିଦ ମାନଙ୍କର ଶ୍ରେଣୀ ବିଭାଗ ଆମକୁ କିଭଳି ସାହାଯ୍ୟ କରିଥାଏ? ପିଲାମାନେ, ଉଦ୍ଭିଦ ମାନଙ୍କର ଶ୍ରେଣୀ ବିଭାଗ ଆମକୁ ବିଭିନ୍ନ ଉଦ୍ଭିଦ ମାନଙ୍କର ବୈଶିଷ୍ଟ୍ୟ ଜାଣିବାରେ ଆଉ ପରିବେଶ ସନ୍ତୁଳନକୁ ବୁଝିବାରେ ସାହାଯ୍ୟ କରେ। ତୁମମାନଙ୍କ ପାଇଁ ଷଷ୍ଠ ଏବଂ ଶେଷ ପ୍ରଶ୍ନ, ଯେଉଁ ଗଛର କାଣ୍ଡ ଶକ୍ତ ଏବଂ ମୋଟା, ତାହାକୁ କେଉଁ ପ୍ରକାର ଉଦ୍ଭିଦ କୁହାଯାଏ? ପିଲାମାନେ, ଯେଉଁ ଗଛର କାଣ୍ଡ ଶକ୍ତ ଏବଂ ମୋଟା, ତାହାକୁ ବୃକ୍ଷ ବା ଗଛ କୁହାଯାଏ। ଏହାକୁ ଆମେ ଇଂରାଜୀରେ ଟ୍ରି ବୋଲି କହିଥାଉ। ବୁଝିପାରିଲ ପିଲାମାନେ? ପିଲାମାନେ, ଏବେ ତୁମମାନଙ୍କ ପାଇଁ କିଛି ପ୍ରୟୋଗ ଆଧାରିତ କାର୍ଯ୍ୟ। ତୁମେମାନେ ନିକଟସ୍ଥ ପାର୍କ କିମ୍ବା ବଗିଚାକୁ ଯାଅ। 3ଟି ନୂଆ ଉଦ୍ଭିଦ ବାଛିବ ଏବଂ ସେଗୁଡ଼ିକର କାଣ୍ଡ ପତ୍ରକୁ ଅନୁଧ୍ୟାନ କରିବ। ସେଗୁଡ଼ିକୁ ଗୁଳ୍ମ, ବୁଦା ବା ବୃକ୍ଷ ଶ୍ରେଣୀର ତାହା ଚିହ୍ନଟ କରିବ। ପିଲାମାନେ, ପ୍ରକୃତିକୁ କେବଳ ଦେଖିବ ନାହିଁ, ନିରୀକ୍ଷଣ ମଧ୍ୟ କରିବ। ଆଉ ତୁମର ପର୍ଯ୍ୟବେକ୍ଷଣ ଫର୍ଦ୍ଦରେ ତୁମେମାନେ ଏଇଭଳି ଏକ କୋଠରୀ କରି ସେଥିରେ ଉଦ୍ଭିଦର ନାମ, କାଣ୍ଡ, ପତ୍ର ଏବଂ କେଉଁ ଶ୍ରେଣୀର, ଏଗୁଡ଼ିକ ସବୁ ଲିପିବଦ୍ଧ କରିବ। ପିଲାମାନେ, ଆଜି ଆମେ ଜୀବଜଗତର ବିବିଧତା ବିଷୟରେ ବହୁତ କଥା ଜାଣିବାକୁ ପାଇଲେ। ଆଶା କରୁଛି ସମସ୍ତଙ୍କୁ ଏହି ଅଧିବେଶନଟି ଖୁବ୍ ଭଲ ଲାଗିଥିବ। ଏହି ଅଧିବେଶନକୁ ଆମେ ଏଇଠି ସମାପ୍ତ କରିବା। ପୁଣି ଦେଖା ହେବ ଆଉ ଗୋଟିଏ ମନଛୁଆଁ ଆଉ ଶିକ୍ଷଣୀୟ ଅଧିବେଶନରେ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।